40 ଓଭରରେ 590 ରନ୍ ଯାଇ ନଥିଲା ଗୋଟେ ବି ୱିକେଟ୍। କେହି କରିନାହାନ୍ତି ଏମିତି ରେକର୍ଡ। ଯାହା ଦର୍ଶକ ବନ୍ଧୁ ବାପ ପୁଅ ଯୋଡ଼ି ଇତିହାସ ସୃଷ୍ଟି କରିଛନ୍ତି। 40 ଓଭରରେ ଏତେ ରନ୍। ଉଲ୍ଲେଖନୀୟ କଥା ହେଉଛି ପୁରା ଇନିଂସରେ ଯାଇନଥିଲା ଗୋଟିଏ ବି ୱିକେଟ୍। କ୍ରିକେଟ ଭାରତରେ ଧର୍ମ ପାଇଲେ ଅତ୍ୟୁକ୍ତି ହେବ ନାହିଁ। ରୋମାଞ୍ଚକର ଭରପୁର ମଜା ଦେଉଥିବା ଖେଳ ଭାବରେ ମଧ୍ୟ ଏହା ବେଶ୍ ଜଣାଶୁଣା। ସେ ଟେଷ୍ଟ ହେଉ କିମ୍ବା ଦିନିକିଆ ସିରିଜ୍, କ୍ରିକେଟରେ ଫ୍ୟାନ୍ସ ଅନେକ ରେକର୍ଡ ଦେଖିଥାନ୍ତି, ମାତ୍ର ଏମିତି ଏକ ବିରଳ ରେକର୍ଡ କେବେ ବି ଦେଖିନଥିବେ ଫ୍ୟାନ୍ସ। କାରଣ ଯାହା ବର୍ତ୍ତମାନ ଘଟିଛି ତା ପୂର୍ବରୁ ବୋଧେ କେବେ ଘଟିନଥିଲା। ଆନ୍ତର୍ଜାତିକ କ୍ରିକେଟରେ ଅନେକ ବଦର୍ସ ଏକାଠି ଖେଳି ହେଡଲାଇନରେ ସ୍ଥାନ ପାଇଛନ୍ତି। ବାପ ପୁଅ ମଧ୍ୟ ଏକାଠି ଖେଳିଛନ୍ତି। ଦକ୍ଷିଣ ଅଷ୍ଟ୍ରେଲିଆର ଏକ କ୍ଲବ ମ୍ୟାଚରେ ସେହିଭଳି ଏକ ବାପ ପୁଅ ଯୋଡ଼ି କମାଲ କରିଥିଲେ, ଯାହାକୁ ନେଇ ବେଶ୍ ଚର୍ଚ୍ଚା। ପ୍ରକୃତରେ ଦକ୍ଷିଣ ଅଷ୍ଟ୍ରେଲିଆର ଆଡିଲେଡରେ କୋରୋମଣ୍ଡଲ କ୍ରିକେଟ କ୍ଲବ ପାଇଁ ଖେଳୁଥିବା ସମୟରେ ଡ୍ୟାରେନ୍ ଚିକ୍ ଏବଂ ତାଙ୍କ ପୁଅ ସାମ୍ ଚିକ୍ ଚମତ୍କାର ବ୍ୟାଟିଂ କରିଥିଲେ।